ଜଟଣୀ ପୌରାଞ୍ଚଳରେ ଗୋଟିଏ କାର୍ଯ୍ୟକୁ ନେଇକି ଚର୍ଚ୍ଚା ଜୋର ଧରିଛି। ଆରୋପ ପ୍ରତ୍ୟାରୋପ ବି ଲାଗୁଛି। ଯିଏ ଏ ସମ୍ପର୍କରେ କଥା ଉଠେଇଛନ୍ତି ତାଙ୍କ ବିରୁଦ୍ଧରେ ବି ଆରୋପ ଆସିଛି। ଆଉ ଯିଏ ଉଠେଇଛନ୍ତି ଏ କଥା ସେ ସତ୍ୟ ନ୍ୟାୟ ନେଇକିରି କଥା ଉଠେଇଛନ୍ତି ବୋଲି ଜଟଣୀବାସୀଙ୍କ ପାଖରେ ଆଦୃତ ଲାଭ କରିଛନ୍ତି। ସେଇ ସମ୍ପର୍କରେ ଆମ ପାଖରେ ଅଛନ୍ତି ତିନି ଥରର ପୌର ସେବା ଏ ପୌର କାର୍ଯ୍ୟାଳୟରେ ସେ ସମ୍ପର୍କ ମତ ରଖିବେ। ଆଜ୍ଞା, ଆପଣ 3 ଥରର ପୌର ସଭ୍ୟ ଅଛନ୍ତି। ଆପଣ ଆଇନ ବାବଦରେ ଭଲ କି ଜାଣିଛନ୍ତି, ପୌର ଆଇନ ବାବଦରେ ଜାଣିଛନ୍ତି, ପୌର କାର୍ଯ୍ୟାଳୟର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କ ଭାବରେ ଭଲ ଅଭିଜ୍ଞତା ରହିଛି। କିନ୍ତୁ ବର୍ତ୍ତମାନ ଜଟଣୀରେ ଗୋଟିଏ କାର୍ଯ୍ୟକୁ ନେଇକି ତୁତୁମେ ଲାଗି ରହିଥିଲା ବେଳେ ଆରୋପ ପ୍ରତ୍ୟାରୋପ ବି ଲାଗୁଛି। ସେ କାର୍ଯ୍ୟକ୍ରମ ହଉଛି ଯୋଉ ଜଟଣୀ ଓଭରବ୍ରିଜ ଯାଇଛି ଆନ୍ଧ୍ର ବ୍ୟାଙ୍କ ଠାରୁ କୁଦିଆରୀ ବଜାର ଯାକେ, ସେ ଭିତରେ କୌଣସି ପରମାନେଣ୍ଟ ଷ୍ଟ୍ରକ୍ଚର ନଥିଲା ବେଳେ ବ୍ୟବସାୟୀ ମାନେ ବସିବାକୁ ହଇରାଣ ହଉଥିଲା ବେଳେ ବ୍ୟବସାୟୀ ମହାସଂଘର ତାଙ୍କ ଗୋଷ୍ଠୀ ସେମାନେ ସେଇଠି ଗୋଟେ କୁଦିଆରୀ ବଜାର ଓଭରବ୍ରିଜ ତଳେ ପରମାନେଣ୍ଟ ଗୋଟେ ଘର ବନଉଛନ୍ତି, ଯୋଉଟା କି ଆଇନ ବିରୋଧୀ ଆଉ ଜନ ବିରୋଧୀ। କିନ୍ତୁ ଜଟଣୀରେ କଥା ଉଠିଛି ତମ ପୁଅ ଆମ ପୁଅ କଣ ପୋଇଲି ପୁଅ କି ଯେ ଆମେ କାହିଁ କରିପାରିବୁନୁ। ଆମେ ଆମ ପରିବାର ପ୍ରତିପୋଷଣ କରିବା ପାଇଁ ଦୁର୍ଦିନ ସାମ୍ନା କରୁଥିଲା ବେଳେ ସେମାନେ ବି ନାନା ପ୍ରକାର କଥା କହୁଛନ୍ତି। ଏ ସମ୍ପର୍କରେ ଆପଣ ଜଣେ ସଚେତନ ନାଗରିକ ତଥା ଜନତାଙ୍କ ଆପଣ ଜନାର୍ଦ୍ଦନ, ସେ ସମୟରେ କଣ କହିବେ? ବହୁତ କଷ୍ଟରେ ଆମର ଏଇ ଜଟଣୀ ଓଭରବ୍ରିଜ ତିଆରି ହେଲା। ବହୁତ ପ୍ରତିଘାତ ପରେ, ବହୁତ ବଳିଦାନ ପରେ ଆମର ଏଇ ଓଭରବ୍ରିଜ ଟା ତିଆରି ହେଇଛି। ଯାହା ହଉ ପୂର୍ବ ସରକାରଙ୍କୁ ଧନ୍ୟବାଦ ଏବଂ ବର୍ତ୍ତମାନ ସରକାର ବି ରିପାରିଂ କରି ଚଲେଇଛନ୍ତି। କିନ୍ତୁ ତା ତଳେ ଯୋଉ ଆପଣ କହୁଛନ୍ତି ଯୋଉ ଇଏ ହେଇଛି କୁଦିଆରୀ ବଜାର, କୁଦିଆରୀ ବଜାର ପଟେ କୁଦିଆରୀ ବଜାର ହଉ ସୀତାରାମ ଛକ ହଉ, ସବୁ କ୍ଷେତ୍ରରେ ମୁଁ କହୁଛି ବ୍ରିଜ ତଳ କଥା କହୁଛି। ଯେହେତୁ ବିଗତ ଦିନରେ ଦିଲ୍ଲୀ ସରକାର ଶିଲା ଦୀକ୍ଷିତ ଟାଇମରେ ଓଭରବ୍ରିଜ ଗୋଟେ ଭୁଷୁଡି ପଡିଥିଲା ଦିଲ୍ଲୀରେ, ସେଇ ଦିନ ଠାରୁ ବହୁତ ଲୋକ ମୃତ୍ୟୁବରଣ କରିଥିଲେ। ଯାହାଦ୍ୱାରା କି ସୁପ୍ରିମକୋର୍ଟ ସେଇବେଳଠୁ ଅର୍ଡର କରିଛି, ଗାଇଡଲାଇନ ରଖିଛି। ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ ଓଭରବ୍ରିଜ ତଳେ କୌଣସି ହବନି। ଏସବୁ ଅନଅଥରାଇଜ ସବୁ କରୁଛନ୍ତି, ଯାହାକି ଆମେ କୌଣସି ବ୍ୟବସାୟକୁ ଆକ୍ଷେପ କରି କହୁନୁ। ଯୋଉ ସୀତାରାମ ଛକ ବ୍ୟବସାୟୀ କାହାକୁ ଆକ୍ଷେପ କରୁନୁ, କିନ୍ତୁ ବିପଦ ଶୂନ୍ୟ ଅବସ୍ଥାରେ ରହିବେ। କାଲି କଣ ଯଦି ଭୁଷୁଡି ଯିବ, ଲୋକ ଜନସଂଖ୍ୟାଙ୍କ ମୃତ୍ୟୁ ହବ, କଣ ହବ, ସେଥିପାଇଁ ଦାୟୀ କିଏ ରହିବ? ଆମେ କିନ୍ତୁ ବିଚାର କରୁଥିଲୁ ଯେ ଆମେ ଜଟଣୀ ପୌରସଭାର ମୁକ୍ତା ଯୋଜନାରେ ଆମେ ବ୍ରିଜ ତଳେ ସବୁ ଡେଭଲପମେଣ୍ଟ କାମ କିମ୍ବା ଗୋଟେ ଲୁ କିମ୍ବା ଇଏ ଏମିତି କରିବା ପାଇଁ ଆମେ ପ୍ରପୋଜାଲ ଦେଇଥିଲୁ। କିନ୍ତୁ ବିଗତ ଦିନରେ ଆମେ ଯେତେବେଳେ ଆରଏନବି କୁ ରିକ୍ୱେଷ୍ଟ ଲେଟର ପଠେଇଲୁ ଯେ ଆମକୁ ପରିବେଶନ ଦିଆଯାଉ, ଯେହେତୁ ଆରଏନବି ରେ ସେ ଯାଉଛି, ଆମକୁ ପରିବେଶନ ମାଗିଲୁ, ସେତେବେଳେ ଆମକୁ ପରିବେଶନ ଦେଲେନି, ମନା କରିଦେଲେ। ତା ତଳେ କିଛି ହେଇପାରିବନି। କିନ୍ତୁ କିଛି ହେଇପାରିବନି, କିନ୍ତୁ ଗ୍ରିନେରୀ କରିପାରିବ। ଗ୍ରିନେରୀ ତା ତଳେ ଯେମିତି ଆମର ରାଜମହଲ ଛକରେ ଆମର ସବୁ ଗ୍ରିନେରୀ ହେଇଛି ତଳେ, ସେମିତି ଗ୍ରିନେରୀ କରିପାରିବ। ଆଉ ସେଥିପାଇଁ ଆମର ମଧ୍ୟ ପ୍ରପୋଜାଲ ଥିଲା ମଝିରେ ବ୍ୟାରିକେଡ କରିକି ଗ୍ରିନେରୀ କରିବା ପାଇଁ। ଆଉ କିଛି ଗାଡି ଫାଡି ପାର୍କିଂ ଜଷ୍ଟ ରଖିବ, ଟୁ ହ୍ୱିଲର ରଖି ମାର୍କେଟ ଗଲେ ଆଇଲେ। ଯେହେତୁ ମାର୍କେଟ କୁ ସଂଲଗ୍ନ ଅଛି ମୁଖ୍ୟ ରାସ୍ତା ଷ୍ଟେଟ ଟା ହୁଏ, ତା ସଂଲଗ୍ନରେ ଦୋକାନ ବଜାର ଯେହେତୁ ରହିଛି, ସେ ମଝିରେ ଗ୍ରୀନ ଆପଣଙ୍କର ଯୋଉ ଯୋଜନା କରିଛନ୍ତି ସେ ଭଲ ରହିବ, ସୁନ୍ଦର ଲାଗିବ, ସରସ ସୁନ୍ଦର ହବ, ଜଟଣୀ ଆହୁରି ଭଲ ଦେଖାଯିବ। ଲୋକ ଯିଏ ବାହାରୁ ଆସିବେ ତାହା ବି ଦେଖିକି ଭାରି ଖୁସି ହେବେ। କିନ୍ତୁ ଇଏ ଯୋଉ ବେନିୟମ କାର୍ଯ୍ୟ ଚାଲିଛି, ଯିଏ କି ଜଣେ ବ୍ୟବସାୟୀ ମହାସଂଘ ଇଏ ବେନିୟମ କାର୍ଯ୍ୟ କରୁଛନ୍ତି, ସବୁ ବ୍ୟବସାୟୀଙ୍କର ମୁଣ୍ଡ ଧାର୍ତ୍ତା ହେଇକିରି ସବୁ ବ୍ୟବସାୟୀ ବଳି ପକେଇକି ନିଜ ସୁବିଧା ଦେଖୁଛନ୍ତି। ସିଏ ବେନିୟମ କାର୍ଯ୍ୟ ଆଇନ କି ଖାତିର ନ କରିକି ବ୍ରିଜ ତଳେ ଯୋଉ ଘର ବନଉଛନ୍ତି, ସେ ସମୟରେ କଣ କହିବେ? ଜଣକୁ ଆକ୍ଷେପ କରିକି ଆମେ ସମସ୍ତେ ତ ସେଠି ବେପାର କରୁଛନ୍ତି, ବାଣିଜ୍ୟ କରୁଛନ୍ତି, ସେମାନେ ମଧ୍ୟ ଟେମ୍ପରାରୀ କନଷ୍ଟ୍ରକ୍ସନ କରିଛନ୍ତି ବୋଲି ମୁଁ ଶୁଣିବାକୁ ପାଉଛି। ଟେମ୍ପରାରୀ ନୁହଁ, କାନ୍ଥ ଉଠେଇଛନ୍ତି, ପିଲର ଦେଇଛନ୍ତି, ତା ଉପରେ ଟିଣ ଚଦର ବି ପକେଇଛନ୍ତି, ସେ ପରମାନେଣ୍ଟ ଷ୍ଟ୍ରକ୍ଚର, ସେ କୌଣସି ମାନେ ଟେମ୍ପରାରୀ ଷ୍ଟ୍ରକ୍ଚର ନୁହଁ। ହେଇଥାଇପାରେ, ମୁଁ ଦେଖିନି, ମୁଁ ଆପଣ ମାଧ୍ୟମରେ ଶୁଣିଲି ଆଜି। କିନ୍ତୁ ଯଦି ହେଇଛି ଏଇଟା ଠିକ ନୁହଁ, ସମସ୍ତଙ୍କର ସେମିତି କରିଛନ୍ତି। କାଲି ଯଦି ଆମର ଅର୍ଡର ଆସିଲା, ଆରଏନବି ର ଅର୍ଡର ଆସିଲା, ଆରଏନବି ଯଦି ଚାହିଁଲା ତାକୁ ଏଭିକ୍ସନ କରି କ୍ଲିୟର କରିଦବ। ଏଥିପାଇଁ କଣ ସଚେତନ ନୁହଁ? ଆଜି କଣ ଗୋଟେ ଘଟଣା ଘଟିବ, ସଚେତନ ନୁହଁ ପୌର କାର୍ଯ୍ୟାଳୟ କି ଆପଣ ଜଣେ ପୌରସଭା ହିସାବରେ? ସଚେତନ ତ 100% ସମସ୍ତେ ଏଥିରେ, କାହିଁକିନା ସିଏ ବି ମଧ୍ୟ ସଚେତନ, ଆମେ ମଧ୍ୟ ସମସ୍ତେ ଉପଦେଶ କହିବା, ଅନୁରୋଧ କରିବା ଯେ ସେଇଟା, କିନ୍ତୁ ସେଇଟା ଟେମ୍ପରାରୀ ଯେହେତୁ କରିଛନ୍ତି, ମୁଁ ଶୁଣିବାକୁ ପାଇଲି ଟେମ୍ପରାରୀ କରିଛନ୍ତି ଯେ ସେଠି ଘର କରିକି ବସିବା ପାଇଁ, ସେଥିପାଇଁ ମୁଁ ସେତିକି ସେଇ ଉପରେ କହିବି। କିନ୍ତୁ ନିୟମ ଆଇନ ଅଛି ଯେ ବ୍ରିଜ ତଳେ କୌଣସି କନଷ୍ଟ୍ରକ୍ସନ ହେଇପାରିବନି, କିମ୍ବା କେହି ବି ଜନବସତି ରହିପାରିବେନି, କିମ୍ବା ଦୋକାନ ବଜାର ହେଇପାରିବନି। ଏଇଟା ହଉଛି ନିୟମ, ମାନେ ସୁପ୍ରିମକୋର୍ଟର ଗାଇଡଲାଇନ ଅନୁସାରେ। ଆମେ ସେଥିପାଇଁ ତ ଆରଏନବି ଆମକୁ ପରମିଶନ ଦେଲାନି, ଲୁ କରିବାକୁ ପରମିଶନ ଦେଲାନି, ଓପନ ଜିମ୍ କରିବାକୁ ପରମିଶନ ଦେଲାନି। ସେଥିପାଇଁ ଆମେ ସେଇଟାକୁ ଘର କରିବାଟା ବି ଠିକ ଅନୁଚିତ ନୁହଁ। ମୁଁ ନିୟମ ଅନୁସାରେ କହିବି ଅନୁଚିତ ନୁହଁ। ସେ ସମସ୍ତେ କରିଛନ୍ତି, ସିଏ କରିଛି, କାଲି ସମସ୍ତଙ୍କର କୋଉମାନେ ଆପଣ ନିଜେ ଦେଖନ୍ତୁ, ଜଟଣୀ ଆନ୍ଧ୍ର ବ୍ୟାଙ୍କ ଠାରୁ
कुदियारी बजार ओवरब्रिज तले कौन परमानेंट स्ट्रक्चर नहीं जतिबा गणेश पूजा जटणीर मान शोभिमान से समय केवल टेम्परारी 10-11 दिन टेंट करी गणेश पूजा करा जाए परमानेंट स्ट्रक्चर करा जाएनी विभिन्न बजार गणेश मंडप भी भांगी जाइए दुकान घर भांगी जाइए नाई नथिबा असुविधा भी भोग कर गरीब गुरुआ व्यवसायी किंतु ये एते बाटर आईन की बेखातिर करी माने निज दाम्भिक बण देखी से घर करवा एकमात्र व्यक्ति जे आंध्र बैंक ठारू कुदियारी बजार कौन परमानेंट स्ट्रक्चर नथिला बेले से एकमात्र व्यक्ति करवा केते दूर ठीक से संपर्क स्पष्ट मत कौन फल दुकान देइछिन सीताराम छकरे एठी देइछिन पाचरी रेलवे पाचरी लगेकी आयास करूछन्ती से भी मते करिछन्ती तांकू दरकार पड़ले आपण जदि एतेटा हृदयगम करूछन्ती देइछि टोटल सीताराम छकरू आंध्र बैंक छकरू कुदियारी जाय सबु एविक्शन कर दियंतु माने से तो टेम्परारी बहुचंदी सकाळे बहुचंदी संध्याळे पळौचंदी कि जरी टाणीबा को भी तांकू आपणकर पौर कार्यालय हो कि आपणक किछि राजनेता तांकू भी ब्रेक लगाउचंदी तमे जरी लगेई परिबोनी तमे एठी बसी परिबोनी ताहा पर ये माने केमती करिया को साहस करले घर करी सोनादी रहउनादी से बसुचंती व्यवसाय सांग विषय आलोचना करिक जाउचंती आनी आउ सेठी सेटा ठीक कथा पब्लिक भी सुविधा नेबे आपण जो कहउचंदी मु से कथा को एकमत होउची जे पब्लिक सुविधा पब्लिक दिनेर सुविधा रात्रि भी पब्लिक सुविधा नेबे से जगह एमिति गोटे जगह अछि एपटे पाचिर सेपटे पाचिर मझिरे गट्टा रहिछि माने सेठी मधुआंक आडा जमिबो खराब लोक आडा जमिबो रात्रि कौन अघटन घटिले दायी किए रहिबो आरएनबी रहिबो ना पौर कार्यालय आईन श्रृंखला से पुलिस बुझिबे जदि मद फद कथा कहलेनी से मद बसिबे से पुलिस पहुंचो वेरिफिकेशन हम से धरिबे से करिवे से सबु क्षेत्र में आईन श्रृंखला परिस्थिति भी अनुधान कराबो ट्रैफिक समस्या अनुधान करा जिवो सबु जिनस को ब्रिज तले केमिति सुचारू रूपे भलरे सब जिनस हबो से जिनस केमिति ग्रीनरी हबो ए जिनस चिंता करियो पौर परिषद ग्रीनरी केमिति हबो केमिति भल गाड़ी सब पार्किंग हबो भल लोक सुविधा गाड़ी थोइकी मार्केट सब जाई परिबे एई प्रकार से जटणी पौर परिषद पदक्षेप निये आरएनबी परमिशन नेकी करे जो बेपार जो करछन्ती आमे तांको विरोध नो सेमाने जाईकी अन्य स्थान रे जोडी जोडी खाली खाली जगह अछि सेमाने ठेला गाड़ी लगे सेति पई तो पौर कार्यालय गोटे बड़ पदक्षेप नेजी 588 दुकान पे से 588 दुकान ने बहुत भूल त्रुटि रही बहुत तर्जमा भीतर चली कथोपकथन भी होती से परवर्ती जिनस पौर कार्यालय व्यवसायी गरीब गरीब व्यवसाय परमानेंट ठेला गाड़ी बेपार करमती से बसुँच से भी घर को पलाउं पलैले घरटा रहा परमानेंट स्ट्रक्चर रहा से किए गोटे आसी अनैतिक कार्य कला कि काली कौन गोटे घटना घटला से दायी किए घटव लोकलोचन को आसब ताको एक्शन नियाजिबो जे पुलिस एक्शन नेबे कि पौर परिषद नेबे कि आरएनबी नेबे से 100% नहीं नहीं सेटा ठीक कथा आमे जटणीर सचेतन नागरिक हिसाब रे सेठी केते दूर यथार्थ से जगह परमानेंट स्ट्रक्चर करिया नियम नाही आ यथार्थ कहले कोन हबो बढ़िया मतामत आम सहित रखिले जणे पौर सभ्य जे कि सुप्रीम कोर्ट गाइडलाइन ने अछि जे हमर ब्रिज तले कोनोसी जनबसति रही परिबे नै कि कोनोसी चलाचल सुविधा करा जाई परिबे नै केवल जति करिवे सरस सुंदर पई ग्रीनरी करि परिबे से फेणी करिवो से पौर कार्यालय जो कार्यालय अधीन जाउथबो से ब्रिज से कार्यालय करिवो किंतु एथिरु स्पष्ट बारी हला जटणी रे लोकंकर मानसिकता को केमती दली दिया जाउची आईन की बेखातिर करिकी ता भी आगामी दिन रे संधान फर्दाबास करिवो केमिति लोकन ठारू पैसा आदाय करा जाई लोक दुकान मांगी लोक केमती दुर्दिन आज अच्छा सी केमती सुविधा पाँच आम पाखे बहु लोक मतामत रखी आमे भी से मतामत आगामी दिन परिप्रकाश करूँ जटणी जनसाधारण पाखे आमे भी रखू आपण वार्ड रे ब्रिज तले जिते मुक्त आकाश व्यायामशाला इंस्टॉलेशन भाई पौर कार्यालय सिद्धांत करता बेले से विरोध कहीं सी आज कहीं बंद होगी रहा तत्सहित गोटे लू भी सेठी होता जोटा कि से जगह हेले साधारण जनता कहीं सेठी सबूर संजोग स्थल हूँ कुदियारी बजार ओवरब्रिज तल से जगह कहीं लू हो पाइलानी आउ से जगह कहीं इंस्टॉलेशन हो पाइलानी मुक्त आकाश सामग्री आपण माने भल भाव जानते सरकार कार्यक्रम बा सरकार जो प्रोजेक्ट सरकार करा जाए सेठी विभिन्न प्रकार दिग प्रति दृष्टि दि जाए करा जाए अच्छा जेहेतु तांकर प्रावधान नहीं ब्रिज तले सेठी करबा पई एवं आरएनबी रो से जगह आरएनबी मध्य ताको बारण कले क्लियरेंस देले नहीं तेणुक सेठी आमे से जो आपनकर जो व्यायाम मुक्ताकाश व्यायाम रो जो उपकरण पड़ी पारला नहीं
ନାଇଁ ବଢିଆ ମତାମତ ଦେଲେ କିନ୍ତୁ ଆଉ ଗୋଟେ ଜିନିଷ ବର୍ତ୍ତମାନ ଜଟଣୀ ଚର୍ଚ୍ଚା ଚାଲିଛି ସେଇ ବ୍ରିଜ ତଳେ ଜଣେ ବ୍ୟକ୍ତି ବିଶେଷରେ ଘର କରୁଛନ୍ତି ଆଉ ସ୍ଥାୟୀ ଘର ଯିଏକି ବ୍ୟବସାୟୀ ଗରିବ ବ୍ୟବସାୟୀ ଯିଏ ଜରି ଖଣ୍ଡେ ଟାଣି ପାରୁନାହାନ୍ତି ସିଏ ଘର କରୁଛନ୍ତି ସେଥିପାଇଁ ବିରୋଧ ବି ହେଇଛି ଆଉ ସେ ସମ୍ପର୍କରେ କେତେ ଆଇନ ଅନୁଯାୟୀ ସେ ଓଭରବ୍ରିଜ ତଳେ ସେ ଘର ତିଆରି କରୁଛନ୍ତି। ନାଇଁ ସେମିତି କିଛି ପରମାନେଣ୍ଟ ଷ୍ଟ୍ରକ୍ଚର ନୁହଁ। ସେ ଯୋଉ ବ୍ୟବସାୟୀ ସଂଘ ତାକୁ କରିଛି ସେ ଗୋଟେ ବସିବା ପାଇଁ ବ୍ୟବସାୟୀ ମାନଙ୍କୁ ତାଙ୍କର ଯେହେତୁ ସ୍ଥାୟୀ ଘର ଆମେ ଭାଙ୍ଗି ଦେଇଥିଲେ ଇଏ ବେଳେ କଣ ବ୍ରିଜ ହେଲା ବେଳେ ଯୋଉ ଗଣେଶ ଘର ଥିଲା ଏବଂ ତା ପାଖରେ ମଧ୍ୟ ତାଙ୍କର ଗୋଟେ ଅଫିସ ଥିଲା ସେ ବ୍ୟବସାୟୀ ସଂଘର ମୁଁ ବି ମଧ୍ୟ ସଭ୍ୟ ଜଣେ ମୁଁ ଉପସଭାପତି ଅଛି ସେ ସଂଘରେ କୁଦିଆରୀ ବଜାର ବ୍ୟବସାୟୀ ସଂଘରେ ମୁଁ ଭଲ ଭାବେ ଜାଣିଛି ତାଙ୍କ ଆମର ଗୋଟେ କାର୍ଯ୍ୟାଳୟ ମଧ୍ୟ ଥିଲା ଗଣେଶ ଘର ଥିଲା ତାକୁ ଭଙ୍ଗା ଯାଇଛି ସେବେଠୁ ଏ ଜରି ପାଲ ଟାଣି ସେଠି ବସୁଥିଲେ ଏବେ ମଧ୍ୟ ପରମାନେଣ୍ଟ ଷ୍ଟ୍ରକ୍ଚର ନୁହଁ ଖାଲି ଜଷ୍ଟ ଗୋଟେ ଆଙ୍ଗଲର ଚାରୋଟି ପୋତା ହେଇଛି ଉପରେ ଆଜବେଷ୍ଟ ସିଟ୍ ପଡିଛି ଏବଂ ସେଇଟା ମଲ୍ଟିପର୍ପଜ କେବଳ ଯେ ବ୍ୟବସାୟୀ ସଂଘ ବସୁଛନ୍ତି ତା ନୁହଁ ତା ସହିତ ବି ସେଠି ଯୋଉ ବସ୍ ଅପେକ୍ଷା କରିବା ପାଇଁ ଆମର ବସ୍ ପ୍ରତୀକ୍ଷାଳୟ ସବୁ 5ଟି ଆସିଥିଲା ସେ ମଧ୍ୟ ହେଇପାରିଲା ନାହିଁ ସରକାରଙ୍କ ତରଫରୁ ହେଇଥିଲା କିନ୍ତୁ ସେଠି କୋଉଠି ଗୋଟେ ବସିବା ପାଇଁ ଜାଗା ନାହିଁ। ନାଇଁ ନାଇଁ ଆପଣ ବଢିଆ କଥା କହୁଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ହୁଁ। କିନ୍ତୁ ଜଣେ ବ୍ୟକ୍ତି ବିଶେଷ କାହିଁକି ପୌର କାର୍ଯ୍ୟାଳୟ ଯେତେବେଳେ ଇନଷ୍ଟଲେସନ କରିବା ପାଇଁ ଲାଗିଲା ବ୍ୟାୟାମଶାଳା ସେ ସମୟରେ ତ ହେଇଥିଲେ ଆହୁରି ସୌନ୍ଦର୍ଯ୍ୟ କଣ ହେଇଥାନ୍ତା ତାପରେ ମୁକ୍ତା ଯୋଜନାରେ ଯୋଉ ପୌର କାର୍ଯ୍ୟାଳୟ ବହୁତ ସିମେଣ୍ଟ ବେଞ୍ଚ ଗୁରା ଲଗେଇଛି ବିଭିନ୍ନ ଛକ ବଜାର ରାସ୍ତାଘାଟରେ ସେଠି କାହିଁ ଲଗେଇଲାନି ଜନସାଧାରଣ ପାଇଁ ତାଙ୍କ ସୁବିଧା ଦୃଷ୍ଟିରୁ କିନ୍ତୁ ଏ ବ୍ୟକ୍ତି ବିଶେଷ କାହିଁ କରାଯାଉଛି। ମୁଁ ଆପଣଙ୍କୁ ଟିକେ ଆଗରୁ କହିସାରିଛି ସରକାରଙ୍କର ପ୍ରୋଜେକ୍ଟ ଯେତେବେଳେ କରାଯାଏ ବିଭିନ୍ନ ଦିଗକୁ ନଜର ରଖି ତାକୁ କରାଯାଏ ଯେହେତୁ ଆର୍ଏନବି ର ଜାଗା ସେଠି ଆର୍ଏନବି ର ବିନା ଅନୁମତିରେ ମ୍ୟୁନିସିପାଲିଟି କରିପାରିବ ନାହିଁ। ତାହେଲେ ଇଏ ଆପଣ କହୁଛନ୍ତି ସେ ସଂଘର ବି ବ୍ୟବସାୟୀ ସଂଘରେ ବି ଆପଣ ଦିଅନ୍ତି ତାହେଲେ ଆପଣ ଜଣେ ସଚେତନ ନାଗରିକ ସେ ଜାଗାରେ ସେଇ ବ୍ୟବସାୟୀ ସଂଘ ହଉ କି ବ୍ୟକ୍ତି ବିଶେଷ ହଉ କରିବା କେତେ ଦୂର ଯଥାର୍ଥ। ନାଇଁ ସେଠି କଣ ହେଇଛି ଜନସାଧାରଣଙ୍କ କ୍ଷଣିକ ପାଇଁ ବସିବା ବସ୍ ଆସୁଛି ତା ପ୍ରତୀକ୍ଷା କରିବା ପାଇଁ ପ୍ଲସ୍ ସେଠି ଯୋଉ ସଂଘର ଯୋଉ ବୈଠକ ହୁଏ ମାନେ ଅସ୍ଥାୟୀ ବୈଠକ ସେଠି କରାଯାଏ ତେଣୁ ସେଥିପାଇଁ ଖାଲି ଜଷ୍ଟ ଏଇ ଯୋଉ ଆପଣଙ୍କର ଖରା କି ବର୍ଷା ଇଏ ପାଇଁ ଆରେ ଖରା ବର୍ଷା ପାଇଁ ଯୋଉ କହିଲେ ଆମେ ତାକୁ ଜାଣୁଛୁ ଉପରେ ଅଛି ବ୍ରିଜ ଖରା ହବାର ନାହିଁ କି ବର୍ଷା ହବାର ନାହିଁ ତା ସହିତ ଯୋଉ ଗାଈ ଗୋରୁ ଆଉ କୁକୁର ଆସିଯିବେ ସେଥିପାଇଁ ଦେଖନ୍ତୁ ପୁରା ତ ଆବଦ୍ଧ କରିନାହାନ୍ତି ପୁରା ତ କିଛି ନାହିଁ ଖାଲି ଜଷ୍ଟ ସେ ଆଜି ଅଧା ହେଇଛି କାଲି ସମ୍ପୂର୍ଣ୍ଣ ହେଇଯିବ ଆଜି ପଡିଛି ଟିଣ କାଲି ପଡିଯିବ ଛାତ। ଆପଣ ଯଦି ସେ ଦିଗରେ ଆପଣ ଏତେ ସଚେତନ ଆମେ 2 କାଉନସିଲର ଏଇ ପୌର ପରିଷଦରେ ବାରମ୍ବାର ସ୍ୱର ଉତ୍ତୋଳନ କରିଛୁ ଯେ ଏଠି ସୀତାରାମ ଛକରେ ଯୋଉ ବାରିକେଡ କରିଦେଲେ ଏଠି ଟ୍ରାଫିକ ଜାମ ହଉଛି ବହୁତ କଥା କରିଛୁ। ନାଇଁ ବଢିଆ ଆପଣ ସେ ମଝିରେ ଗୋଟେ ବଡ ପଦକ୍ଷେପ ନେଇଥିଲେ ଆପଣ ପୌର ସଭ୍ୟ ଆଉ କାର୍ଯ୍ୟାଳୟର କର୍ମଚାରୀ ଯେ ସୀତାରାମ ଛକରୁ କିଛି ବ୍ୟବସାୟୀ କି ଯିଏ ଯୋଉ ଗହଳି ହଉଛି ସେ ଗହଳି ପାଇଁ ବ୍ୟାରିକେଡକୁ ଆଉ ବ୍ୟବସାୟୀ ଆପଣ ଉଚ୍ଛେଦ କରିବାକୁ ଚାହିଁଥିଲେ ସେ ବି କିଛି ବ୍ୟବସାୟୀ ଉଚ୍ଛେଦ ହେଇଥିଲେ ଗଣେଶ ବାବୁ ପୂର୍ବରୁ ଫେଣି ପୁନର୍ବାର ସେଠି ବସିଲେ କିନ୍ତୁ ଯଦି ଗରିବ ବ୍ୟବସାୟୀ ପେଟ ପାଟଣା ପରିବାର ପ୍ରତିପୋଷଣ ପାଇଁ ସେ ବ୍ୟବସାୟୀ କଲା ତା ମାନେ ଗୋଟେ ବ୍ୟବସାୟୀ ସଂଘ କଣ ଗୋଟେ ଘର କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି। ବିଭୁ ବାବୁ ଆପଣ ଜଣେ ସଚେତନ ନାଗରିକ ଏବଂ ଭଲ ସାମ୍ବାଦିକ ମଧ୍ୟ ସବୁ ଅନ୍ୟାୟ ଅନୀତି ପ୍ରତି ଆପଣଙ୍କର ତୀକ୍ଷ୍ଣ ନଜର ଥାଏ ମୁଁ ଏଥିରେ ଦୁଇମତ ନୁହଁ କିନ୍ତୁ ଆପଣ ବି ବହୁ ସଂଗଠନରେ ଅଛନ୍ତି ଆପଣ ଜାଣିବା ଦରକାର ଗୋଟେ ସଂଗଠନ ବସିବାକୁ ହେଲେ ଗୋଟେ ବାରଣ୍ଡାଟିଏ ତ ଦରକାର ସେ ସେଇଆ କରୁଛନ୍ତି ସେଠି ଘର ଫର କିଛି ହେଇନି ଖାଲି ଗୋଟେ ଗାଈ ଗୋରୁ ଆସିବେନି କୁକୁର ପଶିବେନି ଗୋଟେ ବାଡ଼ ଭଳିଆ ହେଇଛି ଉପରେ ଗୋଟେ ଆଜବେଷ୍ଟ ପଡିଛି ସେତିକି ବ୍ୟତୀତ ଆଉ କିଛି ନାହିଁ ଏବଂ ସ୍ପଷ୍ଟ ଭାବେ ମଧ୍ୟ ଆମର ଯାହା ବ୍ୟବସ୍ଥା ରହିଛି ସେଠି ଲେଖାଯିବ କୁଦିଆରୀ ବ୍ୟବସାୟୀ ସଂଘ ବୋଲି କୁଦିଆରୀ ବଜାର ବ୍ୟବସାୟୀ ସଂଘ ବୋଲି ସ୍ପଷ୍ଟ ଭାବେ ଲେଖାଯିବ ସବୁ ବ୍ୟବସାୟୀ ମାନଙ୍କର ହକ୍ ସେଠି ବସିବା ପାଇଁ ଏବଂ ସେତିକି ନୁହଁ ସାଧାରଣ ଜନସାଧାରଣଟିଏ ବସ୍ ଅପେକ୍ଷା କରିବା ପାଇଁ ମଧ୍ୟ ବସିପାରିବ ଆଉ ଯଦି ଆପଣ ମାନେ ଚାହିଁବେ ବଢିଆ କଥା କହିଲେ ଲୋକଙ୍କ କଥା ନେଇକି ଆମେ ରଖୁଛୁ କିନ୍ତୁ ଯଦି ସେ ବ୍ୟବସାୟୀ ସଂଘ କରିପାରିଲା ବର୍ତ୍ତମାନ 7ଟି ବଜାର ନଷ୍ଟ ହେଇଛି ଏଇ ଯୋଉ 2015 ନବକଳେବର ପାଇଁ ଆଉ ଜଟଣୀ ଓଭରବ୍ରିଜ ପାଇଁ ତାହେଲେ 7ଟି ବ୍ୟବସାୟୀ ସଂଘ କାହିଁ କରିବେନି। ଶୁଣନ୍ତୁ ଯାହାର ଯୋଉଠି ସୁବିଧା ଅଛି ସୁବିଧା ଦେଖି ଯେ ଯାହାର ବ୍ୟବସ୍ଥା କରୁଛନ୍ତି ସେମିତି ହେଲେ କଣ ସବୁଦିନ ନୀତି ନିୟମରେ ଚାଲିଛି ତାହେଲେ ଠିକ ଅଛି ଆପଣ ସୁବିଧା ପାଇଁ ଲୋକଙ୍କ ସୁବିଧା ପାଇଁ ଆମେ ପ୍ରଥମେ ମଣିଷ ଆମର ଗୋଟେ ମାନବିକତା ଅଛି ହ୍ୟୁମାନିଟାରିଆନ ଜିନିଷଟେ ଅଛି ଆଉ ତେଣୁକରି ମଣିଷର ସୁବିଧା ପାଇଁ ଯାହା ହଉଛି କରିବା କିନ୍ତୁ ତା ନୁହଁ ଯେ ଆଇନ କି ଅତିକ୍ରମ କରି କରିବା ତା ନୁହଁ କି ସେଠି କୌଣସି ପରମାନେଣ୍ଟ ଷ୍ଟ୍ରକ୍ଚର ନାହିଁ। ବିଭୁ ବାବୁ
ଆପଣ ଏତେ ଆଗକୁ ଯାଆନ୍ତୁ। ପୌର କାର୍ଯ୍ୟାଳୟ କାହିଁ ୟା ଉପରେ ପଦକ୍ଷେପ ନେଉନି? ଯେହେତୁ ଓଭରବ୍ରିଜ ହେଇଛି, ଓଭରବ୍ରିଜ ତଳେ ଦୋକାନୀ ଅନଥରାଇଜ ବସୁଛନ୍ତି ଉଠିକି ଯାଉଛନ୍ତି, କିନ୍ତୁ ବର୍ତ୍ତମାନ କୁଦିଆରୀ ବଜାର ପଟେ ଗୋଟେ ପରମାନେଣ୍ଟ କନଷ୍ଟ୍ରକ୍ସନ ତିଆରି ହଉଛି, ଯୋଉଟା କି ବେନିୟମ ଆଉ ଆଇନ କି ଆଇନ ଆଖିରେ ଧୂଳି ଦେଇକିରି ପ୍ରଶାସନ ବେଖାତିର କରିକି ସେ ସମ୍ପର୍କ କଣ କହିବେ? ସେ ଯୋଉ ପରମାନେଣ୍ଟ ଷ୍ଟ୍ରକ୍ଚର ହଉଛି କିଛି ବ୍ୟକ୍ତି ସ୍ୱାର୍ଥରେ। ଠିକ ଅଛି, ସେଇଟା ଆମେ ତଦାରଖ କରିବୁ, ଆମେ ତଦାରଖ କରିକି ଆପଣଙ୍କୁ ଜଣାଉଛୁ। ନାଇଁ ସେଇଟା ସାଧାରଣ ଜନତା ବ୍ୟବସାୟ କରିବା ପାଇଁ ସେ ଯେ ଗୋଟେ ଜରି ଟଙ୍ଗେଇ ପାରୁନି, ଜଣେ ବ୍ୟକ୍ତି ସେଠି ଘର କରିବ ଓଭରବ୍ରିଜ ତଳେ, ସେଇଟା ତ ଆଇନ ଅନୁଯାୟୀ ନାହିଁ, କିନ୍ତୁ ସେ କରିଚାଲି କମ୍ପ୍ଲିଟ କରିଛି। ପୌର କାର୍ଯ୍ୟାଳୟ ତା ଉପରେ କାହିଁ ନଜର ଦେଇନି ସେ ସମ୍ପର୍କରେ ଆପଣ ଟିକେ କୁହନ୍ତୁ। ନାଇଁ ସେଇଟା ମତେ ବୁଝିବାକୁ ପଡିବ, ମାନେ ପ୍ରପର ଇଏ ଇନକ୍ୱାରି କରିସାରିଲା ପରେ ମୁଁ କିଛି। ଜଟଣୀ ଓଭରବ୍ରିଜ ଯୋଉ ହେଇଛି, ଓଭରବ୍ରିଜ ତଳେ ଯୋଉ ପରମାନେଣ୍ଟ ଷ୍ଟ୍ରକ୍ଚର ହେଇଛି, କାହିଁକି ହେଇଛି, କୋଉ ବ୍ୟକ୍ତି ସ୍ୱାର୍ଥରେ ହେଇଛି, ସେ ସମ୍ପର୍କରେ ବି ଅଧିକାରୀ ତାର ମତ ରଖିଲେ। କିନ୍ତୁ ଆମେ ଆଗାମୀ ଦିନରେ ଦେଖିବା ଜଟଣୀ ପୌର କାର୍ଯ୍ୟାଳୟ ଜଟଣୀ ଜନତାଙ୍କ ସେବାରେ କେତେ ଲାଗୁଛି।